ରୁଟି ପରେ ମତେ ପୁରା ହଉଛି ଭୋକ ଟିକେ ହଉଛି ଲାଗୁଥିଲା। ସାମ୍ନାରେ ଦେଖିନି ମକା, ଭାଇ ଆଉ ସମ୍ଭାଳିଆରେ ନା ଆଉ ରହିଲାନି। ମୁଁ କହିଲି ଭାଇ ନା ମୋର ଆଗେ ଗୋଟେ ମକା ଗୋଟେ ପୁରା ଗୋଟେ ବନେଇ ଦିଅ, ମୁଁ ପୁରା ହଉଛି ଖାଇବି। ଯଦି କେମିତି ଖାଲି ଜାଣିବାକୁ ଚାହୁଁଛନ୍ତି ଭିଡ଼ିଓଟା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ପାଗଟା ପୁରା ହେଇଯାଇଥିଲା ଅଲଗା ପ୍ରକାର ପୁରା ଆଜି ପାଗଟା ହେଇଥିଲା। ଟାଇମ୍ ଆସି ତର 5:30 5ଟା ଖଣ୍ଡ ହେବ। ମୁଁ ପୁରା ଆଜି ବାହାରି ପଡ଼ିନି କର୍ମକ୍ଷେତ୍ର, ମୁଁ ପୁରା ବାହାରି ପଡ଼ିନି। ପୁରା ଦେଖ ମୌସମ ପୁରା ଅଲଗା ପ୍ରକାର ଥିଲା। ମୁଁ ଗଲାବେଳକୁ ରୋଡ଼ରେ ଦେଖନ୍ତୁ ପୁରା ଟ୍ରାଫିକ୍ ପୁରା ଜୋରସୋର ପୁରା ଭିଡ଼ କହିଲେ ପୁରା ନସରେ। ତାପରେ ଅମିତ ମୋର ତାର ମୋର ଗୋଟେ ଭେଟ ସାକ୍ଷାତ ପୁରା ହଉଛି ହେଇଗଲା, ମୂଲା ସାକ୍ଷାତ ହେଲା। ତାପରେ ମୁଁ ଆସି ପୁରା ପହଞ୍ଚିଗଲି ଦେଖନ୍ତୁ ପୁରା ମାନେ ଜାଗା ଉପରେ ଆସି ପହଞ୍ଚିଗଲି। ପୁରା ପାଗ ପୁରା ଅଲଗା ପ୍ରକାର ପାଗଟା ପୁରା ଥିଲା। ଭାଇନା ପାଖରେ ପହଞ୍ଚିଲେ ମୁଁ କହିଲି ଭାଇନା ମୋର ଗୋଟେ ମକା ଗୋଟେ ବନେଇ ଦିଅ, ମକା ଗୋଟେ ବନେଇ ଦିଅ, ମୁଁ ଖାଇ ମୋତେ ପୁରା ଭୋକ ପୁରା ଲାଗୁଛି, ଆଉ ଭାଇ ହଉଛି ରହିଲାନି। ମୁଁ ଭାଇନା ପୁରା ମକା ପୁରା ବନେଇ ଦେଲେ। ମକାଟା ଦେଖନ୍ତୁ କୁଆଡ଼େ ଲାଗୁଛି ଭାଇ ସ୍ୱାସ୍ଥ୍ୟ ପାଇଁ ପୁରା ଭଲ। ମୁଁ କହିଲି ମକା ମୁଛା ମାର ଗୋଟେ ଭାଇନା ମୋର ଗୋଟେ ବନେଇ ଦିଅ, ଭାଇ ପୁରା ମୁଁ ଖାଇବି। ଭାଇ ଅଲଗା ପ୍ରକାର ପୁରା ଟେଷ୍ଟ କହିଲେ ପୁରା ନସରେ। ତାପରେ ଟାଇମ୍ ଆସି ହେଇଗଲାଣି ରାତି 11ଟା। ମୁଁ ପୁରା ଆଜି ବାହାରିନି, ପୁରା ଡ୍ୟୁଟି ସରିଲା। ତାପରେ ଆସି ରୁମ୍ରେ ଆସି ପୁରା ପହଞ୍ଚିଲା ବେଳେ ଭାଇ ପହଞ୍ଚି ସାରିଲା ପରେ ସେଠି ଭାଇ ଆମର ପହଞ୍ଚି ସାରିଲା ପରେ ଭାଇ ଆମର ସେଠି ପୁରା ଗୋଟେ ଅଲଗା ପ୍ରକାର ଗୋଟେ ଖାଦ୍ୟ ଆଣି ସେ ରଖିଥିଲା, ମିକ୍ସଚର ଟିକେ ଭାତ ଟିକେ। ଭାଇ ଖାଇଦେନି। ମୁଁ କହିଲି ଓହୋ କି ଯାହା ଶାନ୍ତି ଟିକେ ଖାଇଦେଲେ ଟିକେ ଭଲ ଲାଗିବ। ଭିଡ଼ିଓଟା କେମିତି ଲାଗିଲା ଭାଇ କମେଣ୍ଟ ମଧ୍ୟରେ